ଜୁହାର ଶ୍ରୋତା ବନ୍ଧୁ, ରେଡ଼ିଓ ଜୁହାର 90.0 ଏଫ୍ଏମ୍ର ଅତି ଲୋକପ୍ରିୟ ସୂଚନା ଭିତ୍ତିକ କାର୍ଯ୍ୟକ୍ରମ ହାତୀ ସମ୍ପର୍କିତ ଖବରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ମୁଁ ସୁମି। ମୁଁ ବବି। ଏହି ସୂଚନାଟି କେନ୍ଦୁଝର ବନ ବିଭାଗଙ୍କ ଦ୍ୱାରା ଜନହିତରେ ଜାରି। ଆଜି ତାରିଖ 28 ମାର୍ଚ୍ଚ 2026। ତେବେ ଆସନ୍ତୁ ଜାଣିବା ଆମ ଅଞ୍ଚଳରେ ହାତୀ ଆଜି କେଉଁଠି ଅଛନ୍ତି। ଚମ୍ପୁଆ ବନାଞ୍ଚଳର ବାଲିବନ୍ଧ ସେକ୍ସନର ନାଉପାଣି, କାଞ୍ଜିପାଣି, ସାନହୁଣ୍ଡୁଳା, ଦେଓଝର, ଜର୍ମିଦା ଗ୍ରାମ ନିକଟରେ 16ଟି ହାତୀ। ଚମ୍ପୁଆ ସେକ୍ସନର ମୁକୁନ୍ଦପୁର, ମିରିଙ୍ଗସିଙ୍ଗା, କୋଦଗାଡ଼ିଆ, ସାତହଳିଆ ଗ୍ରାମ ନିକଟରେ ଗୋଟିଏ ହାତୀ ଅଛନ୍ତି। ଯୋଡ଼ା ସେକ୍ସନର ଖଣ୍ଡବନ୍ଧ, ବିଚାକୁଣ୍ଡି, ଦୋଲପାହାଡ଼, ଚରମାଲଦା ଗ୍ରାମ ନିକଟରେ 18ଟି ହାତୀ ଅଛନ୍ତି। ଭୂୟାଁଜୁଆଙ୍ଗପିଡ଼ ବାଉଁଶପାଳ ବନାଞ୍ଚଳର କାଞ୍ଜିପାଣି ସେକ୍ସନର ସିଙ୍କୁଳାପଦା, ଗନାସିକା, ରାଇଡିହା, କଣ୍ଠଦାସ ଗ୍ରାମ ନିକଟରେ 19ଟି ହାତୀ ଏବଂ ଜାମୁଡିହା, ବାଲି, ଗନାସିକା, କଦଳୀବାଡ଼ି ଗ୍ରାମ ନିକଟରେ 14ଟି ହାତୀ। ତେଲକୋଇ ବନାଞ୍ଚଳର ତେଲକୋଇ ସେକ୍ସନର ଦୁବୁଲାପାଳ, ରଣବିଜୁଳି, ଗଳାବନ୍ଧ ଗ୍ରାମ ନିକଟରେ ଗୋଟିଏ ହାତୀ ଅଛନ୍ତି। ବିମଳା ସେକ୍ସନର ବାଲିଯୋଡ଼ି, ବେଣାମୁଣ୍ଡା, ପାଟଖୋଳି, ସିନ୍ଦୁରିଆ ଗ୍ରାମ ନିକଟରେ 16ଟି ହାତୀ। ଘଟଙ୍ଗା ବନାଞ୍ଚଳର ଦେଓବନ୍ଦ ସେକ୍ସନର କୁଆଝରଣ, ଚକ୍ରଧରପୁର, କାଳିମାଟି, ଅସନଭାଳି ଗ୍ରାମ ନିକଟରେ 7ଟି ହାତୀ। ଘଟଙ୍ଗା ସେକ୍ସନର ବାଇଗଣପାଳ, ଜାମୁପୋଷି, ମୁର୍ଗାପାହାଡ଼ି, ନଳବିଲା ଗ୍ରାମ ନିକଟରେ 3ଟି ହାତୀ। ବଡ଼ବିଲ ବନାଞ୍ଚଳର ଗୁଆଲି ସେକ୍ସନର ଫୁଲବାଡ଼ି, ବଳିତା, ଭଦ୍ରାସାହି ଗ୍ରାମ ନିକଟରେ 7ଟି ହାତୀ। ଏଣୁ ଏହି ଅଞ୍ଚଳର ଲୋକମାନଙ୍କୁ ଅନୁରୋଧ କରୁଅଛୁ କି ଦୟାକରି ରାତିରେ ଘରୁ ଏକୁଟିଆ ବାହାରନ୍ତୁ ନାହିଁ। ହାତୀକୁ ଘଉଡ଼ାଇବା ପାଇଁ ବାଣ ଫୁଟାନ୍ତୁ ନାହିଁ କିମ୍ବା ପଥର ଟେକା ଫୋପାଡ଼ନ୍ତୁ ନାହିଁ କିମ୍ବା ଅଯଥାରେ ସେମାନଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ। ଅବୈଧ ଭାବରେ ବିଦ୍ୟୁତ୍ ତାର ଝୁଲି ପଡ଼ିଥିବା, ତାର ବିଛାଇ ବନ୍ୟଜନ୍ତୁ ଶିକାର ଓ ହାତୀ ସମ୍ପର୍କିତ ଖବର ବନ କର୍ମଚାରୀ, ଗାଁ ଗଜସାଥୀ ଓ ବନ ସୁରକ୍ଷା ସମିତିର କର୍ମୀମାନଙ୍କୁ ଦିଅନ୍ତୁ ଓ ସହଯୋଗ କରନ୍ତୁ। ଏହି ସମ୍ପର୍କିତ ଖବର କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ନିୟନ୍ତ୍ରଣୀୟ କକ୍ଷର ମୋବାଇଲ ନମ୍ବର 6370592099 ମାଧ୍ୟମରେ ମଧ୍ୟ ଜଣାଇ ପାରିବେ। ତେବେ ଆଜିର ହାତୀ ସମ୍ପର୍କିତ ଖବରକୁ ଏଇଠି ରଖୁଛୁ।